ଫାଷ୍ଟ ରେଜଲ୍ଟ ଦେଖିଥିଲେ ଏତେ ଖୁସି ଲାଗିନଥିଲା କାରଣ 90 ଆସୁଥିଲା, କିନ୍ତୁ ବାପା ମାଆଙ୍କର ଯେଉଁ ସପୋର୍ଟ ଦେଖିକି ବାପା ମାଆ ଖୁସି ଦେଖିକି ମୋତେ ଖୁସି ଲାଗିଲା। ବାପା ମାନେ ଖୁସି ଅଛନ୍ତି, ବାପା ମାମା। ରେଜଲ୍ଟ ତ ଫାଷ୍ଟ କହିଲେ ଯେ 18 ତାରିଖରେ ବାହାରିବ। 18 ତାରିଖରେ ୱେଟ୍ କଲୁ, କହିଲେ ନା ବାହାରିବ, ତାର କହିଲେ ଯେ ଇଲେକ୍ସନ୍ ପରେ ବାହାରିବ। ତ ଆଜି ବାହାରିଲା, ତ ସକାଳୁ ବସିଥିଲୁ ସବୁ, ମାନେ ସବୁ ନର୍ଭସ୍ ହେଇକି ଥିଲୁ। ତାପରେ ବାହାରିଲା ପରେ ଦେଖିଲୁ ଘର ଲୋକ ଖୁସି ଅଛନ୍ତି। ଆସିଲେ ଘର ଲୋକ ବହୁତ ଖୁସି। ମୂଲ୍ୟାଙ୍କନ ଠିକ୍ ଠାକ୍ ହେଇଛି, କ'ଣ ଭାବୁଛନ୍ତି? ଯାହା ଆଶା କରିଥିଲେ ସେ ଅନୁସାରେ ମୂଲ୍ୟାଙ୍କନ କହିବାକୁ ଗଲେ ତ ଏଥର ଫାଷ୍ଟ ଯେତେବେଳେ ଏକ୍ଜାମ୍ ହେଇଥିଲା, ଆଗରୁ କ'ଣ ନା ଆମର କହିଥିଲେ, ଫାଷ୍ଟ ଯେତେବେଳେ 10th ଷ୍ଟାର୍ଟ ହେଲା ସେମାନେ କହିଥିଲେ SA1 SA2 ଦୁଇଟା ଭାଗରେ ପରୀକ୍ଷା ହେବ, କିନ୍ତୁ ଏକ୍ଜାମ୍ଟା କହିଲେ ତାପରେ ମାନେ ଅଧାରେ APL ଏକ୍ଜାମ୍ ବେଳକୁ ତାପରେ କହିଲେ ଯେ ପୁରା ଫୁଲ୍ ପରୀକ୍ଷା ତାକୁ ତୁମକୁ ଦେବାକୁ ପଡ଼ିବ, ଯେଉଁଟାକି ଆମେ ନବମ ଏଇଠି ତ ଲକଡାଉନରେ ଯାଇଥିଲା, ତାପରେ ସେ 9th ଆମେ ଦେଲାବେଳେ SA1 SA2 ଦେଇକି ଦେଇଥିଲୁ, କିନ୍ତୁ ଆମର ସେଇଟା ପ୍ରାକ୍ଟିସ୍ ହେଇକି ଥିଲା। ତ ଆମେ ଏଇଟା ଫୁଲ୍ ଏକ୍ଜାମ୍ଟା ଦେଲାବେଳକୁ ଯଦି ଆମର ସେ SA1 SA2 ଢାଞ୍ଚାରେ ହେଇଥାନ୍ତା ତ ଆମେ ଭଲ ଭାବରେ ସମସ୍ତେ 90 ଉପରକୁ ସ୍କୋର୍ କରିପାରିଥାନ୍ତୁ। ଆପଣ ଯେମିତି ଲେଖିଥିଲେ ଆଜ୍ଞା, ସେ ଅନୁସାରେ ମାର୍କ ମିଳିଛି? ଲାଗୁଛି ତ ମିଳିଛି, କିନ୍ତୁ ଆଉ ଚେକ୍ କଲେ ଜଣାପଡ଼ିବ। କିନ୍ତୁ ଚେକ୍ କରିବା ଭଲ ମାର୍କ ଅଛି, ଯେତିକି ଆସିଗଲି ଭଲ ଅଛି। ପେପର୍ ବହୁତ ଟଫ୍ ଥିଲା, ସାଇନ୍ସ ଆଉ ମ୍ୟାଥ୍। ଆଉ ତ ଓଡ଼ିଆରେ ତ ରଚନା ପଡ଼ିଥିଲା, ସେମାନେ କିଛି ଜାଣି ପାରିଲେନି କ'ଣ ଠିକ୍ରେ ଥିଲା ପିଲା, ସେଥିପାଇଁ ସେଇଥିରେ ଟିକେ କମ୍ ରହିଛି। ଆଉ ସବୁ ନହେଲେ ଠିକ୍ ଠାକ୍ ଥିଲା, ଇଂଲିଶ କ୍ୱେଶ୍ଚନ୍ ଭଲ ଥିଲା। ଆଗକୁ ଲକ୍ଷ୍ୟ ତ ଅଛି ସାଇନ୍ସ ପଢ଼ିକି ରିଏଲ୍ ଇଷ୍ଟେଟ୍ ଲାଇନ୍ରେ ଯିବାର ଅଛି। ବହୁତ ଖୁସି ଅଛି, ଯେମିତି ପରିଶ୍ରମ କରିଥିଲି ସେମିତି ଫଳ ବି ମିଳିଛି। ଆଉ ଭଗବାନଙ୍କୁ ବହୁତ ବହୁତ ଥ୍ୟାଙ୍କ ୟୁ। ମୋ ବାବା ମାଆ ଆଉ ଗୁରୁଜୀଗୁରୁମା ବହୁତ ସାହାଯ୍ୟ କରିଛନ୍ତି ମୋତେ ଏତିକି ସ୍କୋର୍ କରିବା ପାଇଁ। ଆଜ୍ଞା, ମୋର 91% ରହିଛି। ପରିଶ୍ରମ ତ ବହୁତ କରିଛି, ଟ୍ୟୁସନ୍ ଯାଏ ଆଉ ସେଲ୍ଫ ଷ୍ଟଡ଼ି ବି ଘରେ କରେ। ଆଉ ଗୁରୁଜୀଗୁରୁମା ବି ବହୁତ ସାହାଯ୍ୟ କରିଛନ୍ତି, ସ୍କୁଲରେ ଭଲ ପଢ଼ା ହୁଏ। ୟା ପରେ ଆର୍ଟ୍ସ ନେବି ଆଉ ସିଭିଲ୍ ସର୍ଭିସ୍ ପ୍ରିପେୟାର କରିବି, ଆଉ ଦେଶ ପାଇଁ ସେବା କରିବାକୁ ମୁଁ ଇଚ୍ଛୁକ। ଗଲା 2-3 ବର୍ଷ ହେଲା ତ ପରୀକ୍ଷା ଟିକେ ଫଟଫଟ ହେଇଥିଲା କରୋନା ପାଇଁ, କିନ୍ତୁ ଏଇଥର ପରୀକ୍ଷା ଟିକେ ଟଫ୍ ହେଇଥିଲା। ତ ମୁଁ ଭାବୁଥିଲି କାଳେ କମିଯିବ, 90% ମୁଁ ଆଶା ରଖିଥିଲି, ଯେହେତୁ ପରୀକ୍ଷା ଟଫ୍ ହେଇଥିଲା। ଯାହା ହଉ ପିଲା କରିଛନ୍ତି, ଭଲ କରିଛନ୍ତି। ଆଉ ଖାସ୍ କରିକି ପ୍ରିୟାଂଶୀ କରିଛି 91%, ଠିକ୍ ଠାକ୍ ଅଛି। ହଁ, ମୁଁ ଖୁସି ଅଛି। ପିଲାକୁ ନେଇ କ'ଣ ଆଗକୁ ଲକ୍ଷ୍ୟ ରଖିଛନ୍ତି? ପିଲା ଉପରେ ସେଇଟା ଡିପେଣ୍ଡ କରେ, ତଥାପି ସିଏ ଚାହୁଁଛି ଯେ ସିଭିଲ୍ ସର୍ଭିସ୍ ପାଇଁ ପ୍ରିପେୟାର ହେବ। ମୁଁ ତାକୁ ଜମା ପଢ଼ିବା ପାଇଁ ପ୍ରେସର୍ କରିନି। ଆଉ ସିଏ ମୁଁ ତାକୁ 4ର୍ଥ 5ମ ଯାଏଁ ପଢ଼େଇଛି, ତାପରେ ସେ ନିଜେ ପଢ଼ୁଥିଲା। 9th 10thରେ ଆମର ଜଣେ ଶିକ୍ଷକ ଅଛନ୍ତି ପ୍ରଫୁଲ୍ଲ ଗୁରୁଜୀ, ମୁଁ ତାଙ୍କୁ ଛାଡ଼ିଥିଲି ଗଣିତ ଆଉ ବିଜ୍ଞାନ ପଢ଼ିବା ପାଇଁ। ଆଉ ଯାହା ହଉ ସେଠି ସିଏ ସବୁ ଗୁରୁଜନଙ୍କର ଆଶୀର୍ବାଦରେ ଠିକ୍ ଠାକ୍ ସବୁ କରିଛି। ତାଙ୍କର ସ୍କୁଲ ତରଫରୁ ଯେତେ ସବୁ ଅଛନ୍ତି ଆମର ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁତ କୋଅପରେସନ୍ କରିଛନ୍ତି। ଆମର ୟୁନିଟ୍ 3 ଏଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଯାହା ହେଉଛି ଓଡ଼ିଶାର ପ୍ରଥମ ଶିଶୁ ବିଦ୍ୟା ମନ୍ଦିର। ତ ଭଲ ରେଜଲ୍ଟ ଆମେ ସବୁଥର କରି ଆସୁଛୁ। ଗତ ବର୍ଷ ତୁଳନାରେ ଆମର ଯେତିକି ଆଶା ଥିଲା ଆମେ କମ୍ ପାଇଥିଲେ ବି ପିଲାଙ୍କର ଯାହା ଏକ୍ସପେକ୍ଟେସନ୍ ଥିଲା ସେମାନେ ତାକୁ ଠିକ୍ ପୂରଣ କରିଛନ୍ତି। ସାମଗ୍ରିକ ଭାବେ ଆମେ ଟିକେ ଅଧିକ ଆଶା କରିଥିଲୁ। ତ 103 ପିଲା ଆମର ପରୀକ୍ଷା ଦେଇଥିଲେ, ପ୍ରାୟ 60% ଆମର ରେଜଲ୍ଟ ହେଇଛି। ସେଥିରୁ A1ରେ 4 ଜଣ ଭଉଣୀ ଆମର ସେଥିରେ ବାଜିମାତ ମାରିଛନ୍ତି। ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଆଉ ଶୁଭେଚ୍ଛା। ଆଉ ବିଶେଷ କରି ଦେଖିବାକୁ ଗଲେ ଭଉଣୀମାନେ ହିଁ ଭଲ ରେଜଲ୍ଟ କରିଛନ୍ତି ଏ ବର୍ଷ। ଆଉ ଏ ଦୃଷ୍ଟିରୁ ଆମେ ବି ଖୁସି ବି ଅଛୁ, ଆଉ ମନ ଭିତରେ ଟିକେ ବି ଖଟକା ଅଛି, ଆଉ ଟିକେ ଭଲ ରେଜଲ୍ଟ ହେଇଥାନ୍ତା। ଆମେ ପିଲାଙ୍କ ପଛରେ ବାରମ୍ବାର ପରିଶ୍ରମ କରୁଥିଲୁ। ପିଲାମାନଙ୍କୁ ଗ୍ରୁପ୍ କରିକି ଆମେ 8-10 ଜଣ ପିଲାଙ୍କ ଭିତରେ ଜଣେ ଜଣେ ଶିକ୍ଷକଙ୍କୁ ଆମେ ମେଣ୍ଟର ହିସାବରେ ଦେଇଥିଲୁ, ତାଙ୍କର ଭଲ ମନ୍ଦ ସଦାବେଳେ ବୁଝାବୁଝି କରିବା ପାଇଁ। ସେମାନଙ୍କ ପାଇଁ ଗୋଟେ VST ବି ଆମେ କରିଥିଲୁ, ଭେରି ଅଛି ସିମିନାଲ୍ ଟେଷ୍ଟ, ତାଙ୍କୁ ମଧ୍ୟ ଭଲ ପ୍ରଭାବ ପଡ଼ିଥିଲା। ଆଉ ଶିଶୁମାନେ ମୁଁ ଭାବୁଛି କରୋନା ସମୟରେ ଏଇ ଶିଶୁମାନେ ବି ସେ ସମୟରେ ଯାହା ଯାହା କିଛି ଟିକେ ଅନୁଭବ ତାଙ୍କର ପ୍ରଭାବ ପଡ଼ିଥିଲା, ଏଇ ରେଜଲ୍ଟରେ ଆମେ ଟିକେ ସେ ଅନୁଭବ ହେଲା ଯେ ସେମାନଙ୍କର ଫଣ୍ଡାମେଣ୍ଟାଲ କ୍ଲିୟରେନ୍ସରେ କିଛି ଗୋଟେ କମି ଥିବ କି କ'ଣ, ଏମିତି ଭାବିକି ଟିକେ ଆମେ ଭାବୁଛୁ ଟିକେ କମ୍ ହେଇଥିବ। ନହେଲେ ସାମଗ୍ରିକ ଭାବେ ରେଜଲ୍ଟ 100% ହେଇଛି। ଛାତ୍ରୀମାନେ ତ ଭଲ ରେଜଲ୍ଟ କରିଛନ୍ତି, କାରଣ ଏଇ ଯେଉଁ ମୋବାଇଲ ଅନ୍ୟାନ୍ୟ ସବୁ ଇଏରେ ମୁଁ ଭାବୁଛି ଏ ବର୍ଷରେ ବି ଆମେ ବାରମ୍ବାର ପିଲାଙ୍କର ସବୁ ବ୍ୟାଗ୍ ଚେକ୍ କରୁଥିଲୁ, ଏସବୁ କରୁଥିଲୁ। କିଛି ଭାଇମାନଙ୍କ ବ୍ୟାଗ୍ରୁ ସବୁ ମୋବାଇଲ ବି ଏମିତି ସବୁ ବାହାର ଥିଲା, ଆମେ ତାକୁ ତାଗିଦା କରିଥିଲୁ। କିନ୍ତୁ ଭଉଣୀମାନେ ପ୍ରାୟ ପରିଶ୍ରମ କରନ୍ତି, ସେମାନେ ବି ଡାଉଟ୍ କ୍ଲିୟରେନ୍ସ ପାଇଁ ଗୁରୁଜୀ ଗୁରୁମାଙ୍କ ସହିତ ଭଲ ସମ୍ପର୍କ ରଖନ୍ତି। ଆଉ ପ୍ରାୟ ବି ଏ ବର୍ଷ ଆମର ଭଉଣୀମାନେ ହିଁ ବେଶୀ ବ୍ରିଲିଆଣ୍ଟ ଥିଲେ। 4 ଜଣ ଯେଉଁ ଆମର A1ରେ ପାଇଛନ୍ତି, ସେ ଭଉଣୀମାନେ ବି ପାଇଛନ୍ତି। ସେଥିପାଇଁ ଆମେ ବହୁତ ତାଙ୍କୁ ଅଭିନନ୍ଦନ ଆଉ ଶୁଭେଚ୍ଛା ବି। ଆଉ ଭାଇ ଭଉଣୀ ତ ସେମିତି କିଛି କରିହେବନି କ୍ଲାସିଫିକେସନ୍, ଭଉଣୀମାନେ କମ୍ପାରେଟିଭଲି ଭଲ କରୁଛନ୍ତି।